ଆମ ଚତୁଃପାର୍ଶ୍ୱରେ ଘେରି ରହୁଥିବା ବୃକ୍ଷ ଲତା ନଦୀ ପାହାଡ଼ ପର୍ବତ ଝରଣା ବାୟୁ ଜଳ ଆଦି ହେଉଛି ଆମ ପରିବେଶ, ଯାହାକୁ ପ୍ରକୃତି ନିର୍ମଳ କରି ଗଢ଼ିଥିଲା। ମାତ୍ର ମନୁଷ୍ୟ ଏହାକୁ ଧ୍ୱଂସ କରି ସୃଷ୍ଟି କରିଥିଲା। ଶିଳ୍ପ ସଭ୍ୟତା ଫଳରେ ଦୂଷିତ ପରିବେଶ ସେ ହୋଇପଡ଼ିଛି ଅଣନିଶ୍ୱାସୀ ଜୀବନ ତା'ର ହୋଇପଡ଼ିଛି ଦୁର୍ଭିକ୍ଷ। ତେଣୁ ପୁଣି ତା'ର ଆବଶ୍ୟକ ହେଉଛି ସୁନ୍ଦର ଓ ସ୍ୱଚ୍ଛ ପରିବେଶ। ପରିବେଶ ପ୍ରତି ସକାରାତ୍ମକ ଜନସଚେତନ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁନ୍ 5ରେ ପାଳିତ ହେଉଛି ବିଶ୍ୱ ପରିବେଶ ଦିବସ। 1973 ମସିହାରେ ପ୍ରତିବର୍ଷ ନୂଆ ନୂଆ ଥିମ୍ ନେଇ ଏହି ଦିବସ ପାଳିତ ହୋଇ ଆସୁଛି। ଦ୍ରୁତ ଶିଳ୍ପାୟକ ଜନସଂଖ୍ୟା ବୃଦ୍ଧି, ବାୟୁ ଇନ୍ଧନ, ଆଣବିକ ବିସ୍ଫୋରଣ, ରାସାୟନିକ ଦ୍ରବ୍ୟର ପ୍ରମୁଖ ଜଙ୍ଗଲ କ୍ଷୟ ପ୍ରଭୃତି କାରଣରୁ ପରିବେଶ ଦୂଷିତ ହେବାରୁ ଯାନବାହନ, କଳକାରଖାନା, ଆଣବିକ ପରୀକ୍ଷା କରି ବାୟୁ ପ୍ରଦୂଷଣ ହେଉଛି। ଜମିରେ ରାସାୟନିକ ସାର ପ୍ରୟୋଗ ଦ୍ୱାରା ମାଟି ଓ ଜଳ ପ୍ରଦୂଷିତ ହେଉଛି। ମୂଳମାତ୍ର ଛେପ, କଙ୍କାର ଏବଂ ପଲିଥିନ୍ ଏଣେତେଣେ ପଡ଼ିବାକୁ ଦୂଷିତ କରୁଛି, ଯାହାର ପ୍ରଭାବ ମନୁଷ୍ୟ ହରଦ୍ୱାରା ବ୍ୟାଧରେ ପୀଡ଼ିତ ହେଉଛି। ଏସବୁର ନିରାକରଣ ପ୍ରଧାନ ଅସ୍ତ୍ର ହେଉଥିବା ଶୁଦ୍ଧ, ସୁସ୍ଥ ଓ ନିର୍ମଳ ପରିବେଶ। ଏଥିପାଇଁ ସ୍କୁଲ ସ୍ତରରେ ପିଲାମାନଙ୍କୁ ସଚେତନ ସୃଷ୍ଟି କରିବା ପାଇଁ ପାଠ୍ୟକ୍ରମ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ବିଷୟରେ ଉପରେ ଗୁରୁତ୍ୱ କରିବା ଉଚିତ। ଏତଦ୍‌ବ୍ୟତୀତ ଶିଳ୍ପ ସଂସ୍ଥାଗୁଡ଼ିକ ପରିବେଶ ସମ୍ବନ୍ଧୀୟ ମାନିବା, ଜନସଚେତନତା ସୃଷ୍ଟି କରିବା, ବୃକ୍ଷରୋପଣ, ଏଣେତେଣେ ଆବର୍ଜନା ନ ପକାଇବା, ପଲିଥିନ୍‌ରେ ପକାଇ କମାଇବା ଆଦି ଉପରେ ଗୁରୁତ୍ୱ ଦିଆଗଲେ ସମସ୍ୟାରୁ ମୁକ୍ତି ମିଳିବା ସମ୍ଭବ। ପରିବେଶର ସୁରକ୍ଷା ପାଇଁ ଏହି ଭାବନା ଆମ ରହିବା ଦରକାର। ବକ୍ଷ ସୁସ୍ଥ ପରିବେଶ ସୁସ୍ଥ ଜୀବନ ମାନବ ସମାଜ ଏକାନ୍ତ କାମ୍ୟ।